Hello little friends, welcome to Anil Academy. Today we will going to discuss about your NCERT class 6 history chapter number 1, that is what, where, how and when. So first of all, what is history? Okay, what is history? Look at Rashida's question. Rashida sat reading the newspaper. Suddenly her eyes fall on the small headline, 100 years ago. How she wondered, could anyone know what had happened so many years ago? ରସିଦା କ'ଣ କରୁଥିଲା ନା ଦିନେ ନ୍ୟୁଜ୍ ପେପର୍ ପଢ଼ୁଥିଲା। ଦିନେ ସଡ଼ନଲି ସେ ଦେଖିଲା 100 years ago। ସେ ଦେଖି ଆଶ୍ଚର୍ଯ୍ୟ ହେଇଗଲା ପଢ଼ୁ ପଢ଼ୁ ନ୍ୟୁଜ୍ ପେପର୍। କହିଲା ଜଣେ 100 ବର୍ଷ ପୂର୍ବରୁ କ'ଣ କରୁଥିଲା, ଆମେ ତାକୁ କେମିତି ଜାଣିବା? ତା ମନକୁ ଗୋଟେ ପ୍ରଶ୍ନ ଆସିଲା। ସେ ଖୋଜି ବୁଲିଲା ସେ ପ୍ରଶ୍ନର ଉତ୍ତର। ଫାଇଣ୍ଡିଂ ଆଉଟ୍ ହ୍ୱାଟ୍ ହ୍ୟାପେନ୍ ୟେଷ୍ଟରଡେ ୟୁ କୁଡ୍ ଲିସନ୍ ଟୁ ଦ ରେଡ଼ିଓ, ୱାଚ୍ ଟେଲିଭିଜନ୍, ନ୍ୟୁଜ୍, read a newspaper. Last year, ask somebody who remembers, but what about long years ago? ଆଜି ଯେଉଁ ନ୍ୟୁଜ୍ ପେପର୍ ତୁମେ ପଢ଼ିଥିବ, କ'ଣ ପଢ଼ିଥିବ ମନେ ଥିବ। ଲାଷ୍ଟ ଇୟର୍ କ'ଣ ପଢ଼ିଥିବ, ତା ବି କିଛି ମନେ ଥିବ। କିନ୍ତୁ ବହୁତ ବର୍ଷ ପୂର୍ବେ କ'ଣ ହେଇଥିଲା ତାକୁ ଆମେ କେମିତି ମନେ ରଖିବା? ତାକୁ ଆମେ ମନେ ରଖିବା ଇତିହାସ ଦ୍ୱାରା ବା ହିଷ୍ଟ୍ରି ଦ୍ୱାରା। ଆମର ପାଷ୍ଟ ବା ଆମ ଆନସେଷ୍ଟରମାନଙ୍କର ବା ଆମ ପୂର୍ବପୁରୁଷମାନଙ୍କର ବିଭିନ୍ନ କୀର୍ତ୍ତିରାଜି, ତାଙ୍କ ଜୀବନଯାପନ, କଳା ବିଷୟରେ ଜାଣିବା ପାଇଁ ଆମେ ହିଷ୍ଟ୍ରି ବା ଇତିହାସ ପଢ଼ିଥାଉ। ଓକେ, What can we know about our past? There are several things we can find out. What people ate, the kind of clothes they wore, the house in which they lived. Okay. ଆମେ ଇତିହାସ ପଢ଼ିଲେ କ'ଣ ଜାଣିବାକୁ ପାଇବା ନା ସେମାନେ କେଉଁଠି ରହୁଥିଲେ, କ'ଣ ଖାଉଥିଲେ, ଆମ ପୂର୍ବପୁରୁଷମାନେ କେଉଁ କ୍ଲଥ୍ ବା ଡ୍ରେସେସ୍ ବା ପୋଷାକ ପିନ୍ଧୁଥିଲେ। We can find out about the lives of hunters, herders, farmer, rulers, merchant, priest, craft person, artist, musician, scientist. We can also find out about the games children played, the story they heard, the play they saw and the song they sang. ଆମେ ଆଉ କ'ଣ ଜାଣିବାକୁ ପାଇବା ନା ହଣ୍ଟର ମାନେ କିପରି ଶିକାର କରୁଥିଲେ, ଫାର୍ମର ମାନେ କିପରି ଚାଷ କରୁଥିଲେ, ରୁଲର୍ସ ବା ରାଜାମାନେ କିପରି ରାଜତ୍ୱ କରୁଥିଲେ, ମର୍ଚାଣ୍ଟ ବା ବେପାରୀ, ପୂଜକମାନେ ବା ପ୍ରିଷ୍ଟ ମାନେ କିପରି କ'ଣ କରୁଥିଲେ, ଏଗୁଡ଼ିକ ସବୁ ଚିଲଡ୍ରେନ ମାନେ କେଉଁ ଖେଳ ଆଗ ଯୁଗରେ ଖେଳୁଥିଲେ ତାକୁ ଜାଣିବାକୁ ପାଇବା ଆମେ କ'ଣ ହିଷ୍ଟ୍ରି ପଢ଼ିବା ଦ୍ୱାରା ଆମେ ଏଗୁଡ଼ାକ ସବୁ ଜାଣିଥାନ୍ତି। ଓକେ, ଫାଷ୍ଟ ଅଫ୍ ଅଲ୍ ହେଉଛି ହ୍ୱେର୍ ଡିଡ୍ ପିପୁଲ୍ ଲିଭ୍। ଲୋକମାନେ କେଉଁଠି ବସବାସ କରୁଥିଲେ ପ୍ରଥମେ ଆମେ ଦେଖିବା। ଫାଇଣ୍ଡ ଦ ରିଭର ନର୍ମଦା ଅନ୍ ମ୍ୟାପ୍ 1, ପେଜ୍ ନମ୍ବର 2। ପେଜ୍ ନମ୍ବର 2ରେ ଯେଉଁ ମ୍ୟାପ୍ ଦିଆଯାଇଛି ତା ଦ୍ୱାରା ଆମେ ନର୍ମଦା ନଦୀକୁ ଫାଇଣ୍ଡ ଆଉଟ୍ କରିବା। ଓକେ, ଦିସ୍ ଇଜ୍ ଆୱାର ଇଣ୍ଡିଆନ୍ ମ୍ୟାପ୍। ଏଇଟା ହେଉଛି ଇଷ୍ଟ, ୱେଷ୍ଟ, ନର୍ଥ, ସାଉଥ୍। ଓକେ, ଆମେ ନର୍ମଦା ନଦୀ କେଉଁଠି ଅଛି ଫାଇଣ୍ଡ ଆଉଟ୍ କରିବା। ଓକେ, ଜୁମ୍ କରିକି ଦେଖିବା ନର୍ମଦା କେଉଁଠି ଅଛି। ଏଇଟା ହେଉଛି ନର୍ମଦା ରିଭର। ଏଇଟା କ'ଣ ନର୍ମଦା ରିଭର ଯାଇକି ଆରବିଆନ୍ ସିରେ ଏଠି ପଡ଼ିଛି। ଓକେ, ଏଇଟା ହେଉଛି ଇଣ୍ଡିଆ ମ୍ୟାପ୍, ଏଇଟା ହେଉଛି ନର୍ମଦା ରିଭର। People have lived along the river Narmada or various type of river 1000 or 100 years ago. Some of the earliest people who lived there was skilled gatherer, that is, people who gathered their food. They know about the vast wealth and plant in surrounding forest and collected root, fruit and other forest product. ରିଭରର ବା ନଦୀ କୂଳରେ ଆଗ ଯୁଗର ଲୋକମାନେ ରହୁଥିଲେ। କାହିଁକି ରହୁଥିଲେ ସେଠି ନା, କାରଣ ସେଠି ଫୁଡ଼ର ସମସ୍ତ ବ୍ୟବସ୍ଥା ଥିଲା, ୱାଟର ବି ମିଳିଯାଉଥିଲା। ସେଠି ଗ୍ୟାଦରର ମାନେ ବି ରହୁଥିଲେ। ଗ୍ୟାଦରର ମାନେ କ'ଣ ନା ଯେଉଁମାନେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ବା କାଠ ପାଠ ଇତ୍ୟାଦି ଗ୍ୟାଦର ବା ସଂଗ୍ରହ କରି ରଖୁଥିଲେ, ଫ୍ରୁଟ୍ ଇତ୍ୟାଦି ସଂଗ୍ରହ କରୁଥିଲେ, ସେମାନଙ୍କୁ ଗ୍ୟାଦରର କୁହାଯାଉଥିଲା। ଓକେ,
ଆଉ କ'ଣ ନା ଦେ ଅଲସୋ ହଣ୍ଟେଡ୍ ଆନିମଲ୍, ସେମାନେ ମଧ୍ୟ ଆନିମଲ୍ ମାନଙ୍କୁ ଶିକାର ମଧ୍ୟ କରୁଥିଲେ। ନେକ୍ସଟ ଦେଖିବା ଖାଲି କ'ଣ ନର୍ମଦା ନଦୀ କୂଳରେ ଲୋକମାନେ ରହୁଥିଲେ କି, ଅଲଗା ଜାଗାରେ ବି ରହୁଥିବେ। ନାଓ ଫାଇଣ୍ଡ ଦ ସୁଲେମାନ ଆଣ୍ଡ ଖାତିଆର ହିଲ୍ ଟୁ ଦ ନର୍ଥ ୱେଷ୍ଟରେ ଦେଖିବା ମ୍ୟାପ୍ରେ ସୁଲେମାନ ଆଣ୍ଡ ଖେତିଆର ହିଲ୍ସ। ଏଟା ଇଷ୍ଟ ହେଲେ ଏଟା ୱେଷ୍ଟ, ଏଟା ନର୍ଥ, ଏଟା ସାଉଥ। ନର୍ଥ ଇଷ୍ଟରେ ଦେଖିବା, ନର୍ଥ ୱେଷ୍ଟ, ଏଇଟା ହେଉଛି ନର୍ଥ ୱେଷ୍ଟ, ସୁଲେମାନ ଆଣ୍ଡ ଖାତିଆର ହିଲ୍ସ। ଜୁମ୍ କରିକି ଦେଖିଲେ ଦ୍ୟାଟ୍ ଇଜ୍ ଖାତିଆର ହିଲ୍ସ ଆଣ୍ଡ ସୁଲେମାନ। ଏଟା ଆଗରୁ ଏଟା ଆନ୍ସିଏଣ୍ଟ ଇଣ୍ଡିଆର ପାର୍ଟ ଥିଲା, ଏବେ ଏଟା ପାକିସ୍ତାନ ବା ଆଫଗାନିସ୍ତାନ ବର୍ଡରରେ ଅବସ୍ଥିତ। ଆଗରୁ ଏଟା ଗ୍ରେଟ୍ ଇଣ୍ଡିଆ ଥିଲା, ସୋ ଇଟ୍ ଇଜ୍ ଏ ପାର୍ଟ ଅଫ୍ ଇଣ୍ଡିଆ ଇନ୍ ଦ ପାଷ୍ଟ। ଏଇ ହିଲି ଏରିଆରେ କ'ଣ କରୁଥିଲେ ନା ସମ୍ ଅଫ୍ ଦ ଏରିଆ ହ୍ୱେର୍ ମ୍ୟାନ୍ ଆଣ୍ଡ ଓମେନ୍ ଫାଷ୍ଟ ବିଗେନ୍ ଟୁ ଗ୍ରୋ କ୍ରପ୍ସ। ପ୍ରଥମେ ଶସ୍ୟ ଏଇଠି ସେମାନେ ଗ୍ରୋ କରିଥିଲେ। କ୍ରପ୍ସ ଆଜ୍ ହ୍ୱିଟ୍, ଗହମ ଆଣ୍ଡ ବାର୍ଲିକୁ ସେମାନେ ଗ୍ରୋ କରିଥିଲେ। ଏବାଉଟ୍ 8,000 ଇୟର୍ ଏଗୋ ଆର୍ ଲୋକେଟେଡ୍ ହିୟର୍। 8,000 ବର୍ଷ ପୂର୍ବେ ପିପୁଲ୍ ଅଲସୋ ବିଗାନ୍ ଟୁ ରେଜିଂ ଆନିମଲ୍ସ ଲାଇକ୍ ସିପ୍, ଗୋଟ୍ ଆଣ୍ଡ କ୍ୟାଟେଲ୍। ସେମାନେ ମଧ୍ୟ ପଶୁପାଳନ କରୁଥିଲେ, ଲାଇକ୍ ସିପ୍, ଛେଳି, ବିଭିନ୍ନ ଗୋରୁ ଗାଈ ବି ରଖୁଥିଲେ। ଭିଲେଜ୍ ମାନଙ୍କରେ ସେମାନେ ରଖୁଥିଲେ। ଦେଇଛି ଲୋକେଟ୍ ଦ ଗାରୋ ହିଲ୍ସ ଟୁ ଦ ନର୍ଥ ୱେଷ୍ଟରେ ଦେଖିଲେ ସୁଲେମାନ ଆଣ୍ଡ ଖାତିଆର, ନର୍ଥ ଇଷ୍ଟରେ ଦେଖିବା ଗାରୋ ହିଲ୍ସ ଆଣ୍ଡ ବିନ୍ଧ୍ୟା ଇନ୍ ଦ ସେଣ୍ଟ୍ରାଲ ଇଣ୍ଡିଆ। ସେଠି କ'ଣ କରାଯାଉଥିଲା ଦେଖିବା। ପ୍ରଥମେ ମ୍ୟାପ୍ରେ ଆମେ ଲୋକେଟ୍ କରିବା ସେ ଜାଗା ଗୁଡ଼ିକ କେଉଁଠି ଅଛି। ଓକେ, ନର୍ଥ ଇଷ୍ଟ, ଏଇଟା ହେଉଛି ନର୍ଥ ଇଷ୍ଟରେ ଦେଖିବା ଗାରୋ ହିଲ୍ସ, ଏଇଟା ହେଉଛି ଗାରୋ ହିଲ୍ସ, ଏଇଟା ହେଉଛି ସେଣ୍ଟ୍ରାଲ ଇଣ୍ଡିଆରେ ବିନ୍ଧ୍ୟାସ। ଓକେ, ସୁଲେମାନ ଆଟ୍ ଖାତିଆର ହିଲ୍କୁ ଛାଡ଼ିକି ଏବଂ ଗାରୋ ହିଲ୍ସ ଏବଂ ସେଣ୍ଟ୍ରାଲ ବିନ୍ଧ୍ୟସରେ ବି ଲୋକମାନେ କ'ଣ କରୁଥିଲେ ବା ରାଇସ୍ ଇତ୍ୟାଦି ଫସଲ ଗ୍ରୋ କରୁଥିଲେ। ତାପରେ ନେକ୍ସଟ ହେଇଛି ଟ୍ରେସ୍ ଦ ରିଭର ଇଣ୍ଡସ୍ ଆଣ୍ଡ ଇଟ୍ସ ଟ୍ରିବ୍ୟୁଟାରିଜ୍ କ'ଣ ନା ଇଣ୍ଡସ୍ ନଦୀ ଏବଂ ତା'ର ଉପନଦୀ ଗୁଡ଼ିକୁ ଲୋକେଟ୍ କରିବା ପାଇଁ ଦେଇଛି। ନେକ୍ସଟ ଦ୍ୟାଟ୍ ଇଜ୍ ଇଣ୍ଡିଆଜ୍ ନର୍ଥ ୱେଷ୍ଟ। ଓକେ, ଦ୍ୟାଟ୍ ଇଜ୍ ରିଭର ଇଣ୍ଡସ୍, ତାର ଟ୍ରିବ୍ୟୁଟାରି ହେଉଛି ଝେଲମ, ଚମ୍ବଲ, ବେୟସ୍, ସତଲେଜ। ଏଇଟା ମେନ୍ ହେଉଛି ରିଭର ଇଣ୍ଡସ୍, ଏଗୁଡ଼ା ତାର ହେଉଛି ଟ୍ରିବ୍ୟୁଟାରିଜ୍। ଓକେ, ହ୍ୱାଟ୍ ଇଜ୍ ଟ୍ରିବ୍ୟୁଟାରି ନା tributaries are smaller rivers that flow into a larger river. About 4,700 years ago, some of the earliest cities flourished on the bank of these rivers. 4,700 ବର୍ଷ ପୂର୍ବେ କିଛି ବହୁତ ଡେଭଲପ୍ ସିଟି ବା ସହର ଏଇ ନଦୀ କୂଳେ କୂଳେ ଗଢ଼ି ଉଠିଥିଲା। ଲେଟର୍ about 2,500 years ago, cities developed on the bank of river Ganga and its tributaries. ପ୍ରଥମେ ଇଣ୍ଡସ୍ ରିଭର କୂଳରେ ସହର ଗୁଡ଼ିକ ଗଢ଼ି ଉଠିଥିଲା। ନେକ୍ସଟ ଗଙ୍ଗା ନଦୀ କୂଳରେ ତା ପରବର୍ତ୍ତୀ ସମୟରେ ବା 2,500 ବର୍ଷ ପୂର୍ବରୁ ଗଢ଼ି ଉଠିଲା ଗଙ୍ଗା ନଦୀ କୂଳର ସହର ଗୁଡ଼ିକ। ଦେଇଛି locate the Ganga and its tributary called Son. In ancient time, the area also along these rivers to the south of Ganga was known as Magadha, now laying on the state of Bihar. ancient time ରେ ଯାହାକୁ ମଗଧ କୁହାଯାଉଥିଲା, ଗଙ୍ଗା ନଦୀ କୂଳର ଯେଉଁ ସହରଟି ଗଢ଼ି ଉଠିଥିଲା। ଏଇଟା ହେଉଛି ରିଭର ଗଙ୍ଗା, ତାର ଟ୍ରିବ୍ୟୁଟାରୀ ମାନେ ଏଗୁଡ଼ିକ ଅଛନ୍ତି। ସନ୍ ଗୋଟେର ଉଦାହରଣ ଦେଇଛି। ଏଇ ଜାଗାଟାକୁ, ଏଇ ଯେଉଁ ନଦୀର କୂଳର ଯେଉଁଟା ଗଢ଼ି ଯାଇଥିଲା ତାକୁ କୁହାଯାଇଥିଲା ମଗଧ ଇନ୍ ଆନ୍ସିଏଣ୍ଟ ଟାଇମ୍। ଓକେ, ଯେତିକି ଆମେ ପଏଣ୍ଟ ଲୋକେଟ୍ କଲେ ବା ସ୍ଥାନ ଗୁଡ଼ିକ ନିରୂପଣ କଲେ ସବୁ ଗୁଡ଼ିକରେ ହ୍ୟୁମାନ୍ ମାନେ ରହୁଥିଲେ ବା ସିଭିଲାଇଜେସନ୍ ଗୁଡ଼ିକ ଗଢ଼ି ଉଠିଥିଲା। ମଗଧ ଯେଉଁ ରାଜ୍ୟ ଗଢ଼ି ଉଠିଥିଲା,
इट्स रूलर वेयर भेरी पावरफुल एंड सेट अप ए लार्ज किंगडम गोटे बड़ राज्य से प्रतिष्ठा करते से राजा माने Kingdoms were set up in other part of the country as well as throughout people traveled from one part to the subcontinent to the another. Subcontinent माने भारतीय उपमहादेश भारत पाकिस्तान अफगानिस्तान बांग्लादेश इत्यादि को नहीं गठित इंडियन सबकंटिनेंट जिते से पावरफुल हो गले से कौन कले ना थ्रू आउट पीपुल ट्राभेल्ड फ्रॉम वन पार्ट टू द सबकंटिनेंट टू अनदर द हिल एंड हाई माउंटेन्स इंक्लूडिंग द हिमालयस डेजर्ट रिवर एंड सीज मेड जर्नी डेंजरस एट द टाइम सेतेबेले से माने अलग अलग जगह को ट्राभेल कले बाटर पहाड़ पर्वत मरुभूमि केते कौन जे आसिला हिमालय भी तांको आगरे ऑब्स्टैकल सृष्टि हैला सेतेबेले यह विपज्जनक तो थिला किंतु डेंजरस तो थिला किंतु इम्पॉसिबल बा असंभव नथिला सो मेन एंड वुमेन मूव्ड इन द सर्च ऑफ लाइवहुड as also to escape from natural disaster like flood drought sometime men march in armies conquering other island बेले बेले से माने नेचुरल डिजास्टर लाइक बन्या बात्यर लक्ष्य पाइबा गोटे स्थान अन्य जगह को ट्राभेल कले अत्यधिक जिते जन शक्तिशाली से अन्य जगह को कनकर करने गले कनकरिंग अदर लैंड बिसाइड मर्चेंट ट्राभेल विथ कार्नाभास और शिप्स क्यारिंग वैल्यूएबल गुड फ्रॉम वन प्लेस टू अनदर बेपार वाणिज्य जो मैंने करती से शिप जहाज विभिन्न मूल्यवान वस्तु ने बिकापी एंड रिलीजियस टीचर जो मैंने धर्म गुरु थे से वर्क फ्रॉम विलेज टू विलेज से निजर धर्म प्रचार करने सहर टू सहर गली गली बुली निजर धर्म को प्रचार प्रसार कले ओके से जो गोटे स्थान अन्य जगह गले से कल्चर बा संस्कृति निजे जाना पाइले निजर संस्कृति से शिखेले दिस लेड टू शेयर ऑफ आइडियाज बिटवीन पीपुल ओके से निज निजर आइडिया बा संस्कृति को निज सहित परिचय कले आ गोटे क्वेश्चन आसे व्हाई डू पीपुल ट्रैवल नाउडेज एबे मध्य कहीं लोक माने ट्रैवल करती ओके लुक एट द मैप वंस मोर हिल्स माउंटेन्स एंड सीज फ्रॉम नेचुरल फ्रंटियर्स ऑफ सबकंटिनेंट while it was difficult to cross these frontiers those who wanted to he could travel and did scale the mountains across the seas people from outside the frontier after also came forward to the place खाद्य वस्त्र बासगृहर संधान निमंते पीपुल माने गोटे जगार अन्य जगह को ट्राभेल करि थांती जो जगार लोक माने बसवास कले तार मध्य गोटे नामकरण मध्य करिवे नेम ऑफ द लैंड two of the words we often use for our country are India and भारत आम कंट्री पे आम इंडिया यूज करते एवं भारत मध्य कही द वर्ड इंडिया कम फ्रॉम द इंडस इंडस मीन्स इंडस रिवर रु इंडिया ना आसी ओके कॉल्ड सिंधु इन संस्कृत संस्कृत रे इंडस को सिंधु कहा जाए फाइंड ईरान एंड ग्रीस इन योर आटलास ईरान एवं ग्रीस को तुम गोटे आटलास किणव तादरे फाइंड आउट कर The Iranian and the Greeks who came through a northwest about 2500 years ago were familiar with the Indus. Indus को भ्रमण करिया पई इरानियन माने एवं ग्रीस माने आस्थिले से माने कौन करथिले ना इंडस रिवर को बा सिंधु को इंडस कहउथिले से अनुसार इंडिया रो ना इंडिया दे देले भारत रो ना को The name Bharata was used for a group of people who lived in the northwest. Northwest रे जो माने रहउथिले से माने भारत को से माने गोटे नामकरण करथिले who are mentioned in the ऋग वेद से माने संस्कृत लोक थिले से माने ऋग वेद रे तांक कथा मेंशन करा जायछि ऋग वेद होउछि who are mentioned in the ऋग वेद the earliest composition in Sanskrit date about 3500 years ago रेखाइतला ऋग वेद कंपाइल करा जायतला ओके नेक्स्ट इज फाइंड आउट अबाउट द पास्ट देयर आर सेवरल वे टू फाइंड आउट अबाउट द पास्ट हम पूर्व विषय में जानिबा किपरि वन टू द सर्च फॉर द रीड बुक्स दैट आर रिटन लॉन्ग एगो पूर्वरु लेखाइथवा बुक बा बही मानकर लेखाइथबो These are called manuscripts because they are written by hand. This come from the Latin word manu means hand. Hand written बा हाथ द्वारा लेखा जाइथिबा बुक्स को मनुस्मृति कहा जाउथला
ओके दिज आर यूजुअली रिटेन ऑन पाम लीफ ताल पत्र लिखा जाउतला एपरि आकार रे एटा होची मनुस्मृति ओके दिस वन एहीपरि भाव में मनुस्मृति को लिखा जाउतला ताल पत्र रे ओके पाम लीफ बा ताल पत्र रे संस्कृत रे लिखा जाउतला पूर्वर घटी जाइथिबा घटना पूर्वपुरुष मानकर विषय मनुस्मृति रे लिखा अछि बहुत वर्ष है एगुड़ा लिखाई कि मनुस्मृति नष्ट हो गलानी कि इनसेक्ट मैंने खाईगलानी कि डेस्ट्रय हो गलानी यहीपरि भाव में मनुस्मृति लिखा जाउतला आमर पूर्वज मैंने कौन करथिले तांकर जीवन यापन शैली को मनुस्मृति रे लिखुतले मनुस्मृति के बाद देले मध्य आर्कियोलॉजिस्ट हैव आल्सो फाउंड इनस्क्रिप्शन व्हिच आर एनग्रेव्ड फ्रॉम द रिटेन ऑफ हार्ड सरफेस सच एज स्टोन और मेटल खोदेई करी मध्य मेटाल एवं धातु गुड़ी करे विभिन्न पत्थर रे मध्य खोदेई करी लिखा जाउतला सेथुर आमे पूर्वपुरुष मानक मध्य रे विषय रे जानि पारि थाओ सो आज बाय एतिकी रखिबा नेक्स्ट क्लास रे आमे बीसी एडी एवं टाइमलाइन विषय रे पढिबा बीसी कोन एडी कोन विभिन्न बीसी बा बिफोर ख्रीस्ट एडी बा आनो डोमिनी बा बीसी सी विषय पढ़ा ये आज वाइंड अप करवा किसी भी डाउट थिले तबे कमेंट बॉक्स रे लिखि पारिबो वीडियो टी टिके भी भल लगी लाइक शेयर एवं सब्सक्राइब करिवो थैंक यू।